ଭୋଟ ଯାହାକୁ ଦବା କଥା ଯାହାକୁ ଭଲ ପାଉଥିଲୁ ତାକୁ ତ ଆମକୁ ଯାହା ଭଲ ପାଉଛି ଛାଡ। ପ୍ରଶାନ୍ତ ମୁଦୁଲି ତ ଆମେ ଦେଇଥିଲୁ ଆଗରୁ, ଏବେ ଦବାକୁ ଇଚ୍ଛୁକ ନୁହଁ। କାହିଁକି ନା ସିଏ ଗୋଟେ କୌଣସି କଥା ଆମର ଶୁଣୁନି। ମୋ ପୁଅ ଗୋଟେ ପାଣିରେ ବୁଡିକି ମରିଗଲା, 2 ବର୍ଷକୁ ପଇଲାନି, ତାକୁ 10 ଥର କହିଲି ମୋ କଥା ବି ଶୁଣିଲାନି। କୋଉ ଆସିଥିଲେ କଣ ପାନ ଫାନ ଖାଇବାକୁ ଆସିଥିଲେ? ହଁ ଆଉ ଆଗକୁ ନିର୍ବାଚନ ଅଛି, କେମିତି କାହାକୁ ଭୋଟ ଦେବେ ସ୍ଥିର କରୁଛନ୍ତି? ମୂଲ୍ୟବାନ ଭୋଟ ଟାକୁ କେମିତି କାହାକୁ ଦେବେ? ଭୋଟ ଯାହାକୁ ଦବା କଥା ଯାହାକୁ ଭଲ ପାଉଥିଲୁ ତାକୁ ତ ଆମକୁ ଯାହା ଭଲ ପାଉଛି ଛାଡ। ଆଉ ଆମେ ତ ଏମିତିଆ ଅବସ୍ଥାରେ ରହିଛୁ। ବର୍ତ୍ତମାନ ଜଗତସିଂହପୁରରେ ଠିଆ ହେଇଛନ୍ତି ଆମର ବିଜେପି ପାର୍ଟି, ଆମର ଅମରେନ୍ଦ୍ର ଦାସ। ଏପଟେ ବିଜେଡି ତରଫରୁ ଠିଆ ହେଇଛନ୍ତି ପ୍ରଶାନ୍ତ ମୁଦୁଲି, ଟିକେଟ ଦିଆଯାଇଛି। 2 ଜଣଙ୍କୁ କଂଗ୍ରେସ ଏପର୍ଯ୍ୟନ୍ତ ହେଇନି ଫାଇନାଲ। କିନ୍ତୁ ବର୍ତ୍ତମାନ ଯୋଉ 2 ଜଣ ଅଛନ୍ତି, ଅମରେନ୍ଦ୍ର ଦାସ ଏପଟେ ପ୍ରଶାନ୍ତ ମୁଦୁଲି, କାହାକୁ ମୂଲ୍ୟବାନ ଭୋଟ ଦବ ସ୍ଥିର କରୁଛନ୍ତି? ପ୍ରଶାନ୍ତ ମୁଦୁଲି ତ ଆମେ ଦେଇଥିଲୁ ଆଗରୁ, ଏବେ ଦବାକୁ ଇଚ୍ଛୁକ ନୁହଁ। କାହିଁକି ନା ସିଏ ଗୋଟେ କୌଣସି କଥା ଆମର ଶୁଣୁନି। ମୋ ପୁଅ ଗୋଟେ ପାଣିରେ ବୁଡିକି ମରିଗଲା, 2 ବର୍ଷକୁ ପଇଲାନି, ତାକୁ 10 ଥର କହିଲି ମୋ କଥା ବି ଶୁଣିଲାନି। ଏ ପର୍ଯ୍ୟନ୍ତ ଶୁଣିବନି। ଯାଇଥିଲେ ତାଙ୍କ ପାଖକୁ? ହଁ ଯାଇଛୁ, ତାଙ୍କ ସାଥିରେ କଥା ହେଇଛୁ, ତାଙ୍କ କର୍ମଚାରୀ ମାନଙ୍କୁ କୁହା ହେଇଛି, ଏ ପର୍ଯ୍ୟନ୍ତ ବି ଜଣେଇଲେନି କିଛି କଥା। ବର୍ତ୍ତମାନ ଆପଣଙ୍କ କଥା ଶୁଣୁନାହାନ୍ତି, ସେଥିପାଇଁ ମନ ଦୁଃଖ ହବନି। ଆମେ ଯାହାକୁ ଭଲ ପାଇଛୁ, ଧର ନବୀନକୁ ଭଲ ପାଇଛୁ, ତାଙ୍କ କର୍ମଚାରୀ କଣ କରୁଛନ୍ତି ସେମାନେ? ଆମେ ଜଣକୁ ଭଲ ପାଇଲେ କଣ ହବ? ଇଏ ତ ଆମକୁ ମୂଳରୁ ମାରି ଦଉଛନ୍ତି। ଆପଣ କୋଉ ପଞ୍ଚାୟତ? ଆମର ଆଇନଳ। କଣ ସବୁ ବିକାଶ ହେଇଛି ଆପଣଙ୍କ? ଆମର ଚାଲିଛି ସେ ଅମେନ୍ଦ୍ର ବାବୁ ତ ଚାଲିଛି। କିଛି ନାହିଁ, କିଛି ନାହିଁ, କିଛି ନାହିଁ। ଆମ ହରିଜନ ସାହି ବସ୍ତି 30-40 ଘର, କିଛି ନାହିଁ, ବିକାଶ କିଛି କରାହେଇନି। ନାହିଁ। କଣ କି ଦିନେ ତ ଆସିବାର ନାହିଁ କୋଉ ଦିନ ଆମ ପାଖକୁ। ସିଏ ହେଲେ ଆଉଛି। ଭାଇ କଣ ପାଣି ମାରୁଛନ୍ତି? ଆଜ୍ଞା, ଆମର ପରିବା ଦୋକାନ, ଆମେ ତ ଦୁଃଖ ସୁଖରେ ଚଳୁଛୁ। ଆମର ତ ନବୀନ ବାବୁ ଅଛନ୍ତି ଆଉ, ଆମେ ଛୁଆ ବେଳୁ ବି ସେଆକୁ ଚାହୁଁଛୁ, ଏବେ ବି ଚାହୁଁଛୁ ସେଆକୁ। ଆମେ ଫୁଲ ମାଳ ଦେଇଥିଲୁ ବିଜୁ ବାବୁ ବେକରେ, ଏଇ ଜାଗା ଉପରେ ଛୁଆଟେ ହେଇଥିଲୁ, ଫୁଲ ମାଳ ଦେଇଥିଲୁ। ସେଇ ଦିନଠୁ ଆମେ ଭାଇ ତାଙ୍କରି ଲୋକ ହିସାବରେ, ଦଳୀୟ ହିସାବରେ ଅଛୁ। କଣ ସବୁ ବିକାଶ ହେଇଛି ଆପଣଙ୍କ ଗାଁରେ ସବୁ? ଆପଣ ଏଇ ତ ବାଇଗଣ ସଡା ଫଡା ଏମିତି ବିକୁଛୁ ଆଉ କଣ କରିବା ଆଉ। କଣ ସବୁ ବିକାଶ, ନବୀନ ପଟ୍ଟନାୟକ ପ୍ରିୟ କହିଲ, ନବୀନ କଣ ଏମିତି ବିକାଶ କରିଛନ୍ତି ଆପଣ? ଆମର କିଛି ଦେଇନାହାନ୍ତି, କିଛି ଆମକୁ ଦେଇନାହାନ୍ତି, ଆମେ ବି କିଛି ଉପକୃତ ପାଇନୁ। ତେଣୁକରି ଆମେ ତ ଦଳୀୟକୁ ଭଲ ପାଇଛୁ, ଏ ହେଲା କଥା ଆଉ। ଆମର ବିକାଶ କିଛି ହେଇନାହିଁ, କିନ୍ତୁ ଆପଣ ସ୍ଥିର ମାନେ ଭଲ ପାଉଛନ୍ତି ନବୀନ ଭୋଟ ଦେବେ ସ୍ଥିର କରୁଛନ୍ତି। ହଁ, ଆମର ତ କଂଗ୍ରେସ ବାବା ଆମକୁ ହଇରାଣ କଲେ ସେତେବେଳେ, ଯେମିତି କଂଗ୍ରେସ ପାଇଲେ ବାଡିଆ ବାଡି ଦୁନିଆ କଲେ, ହଇରାଣ କଲେ। ଆମେ ଆଉ ତ ସେତେବେଳୁ ଆମକୁ ଜଷ୍ଟ 25-30 ବର୍ଷ ହେଲାଣି ଆମେ ସେଇ ନବୀନ ବାବୁ ଯେତେବେଳେ ଆଇଲେ, ଆମର ବିଜୁ ବାବୁ ଥିଲାବେଳେ, ଯେତେବେଳେ ଆମର ଏଠି ବିଜୁ ପଟ୍ଟନାୟକ କଲେଜ ଯେତେବେଳେ ଗଢିଲେ, ସେତେବେଳୁ ବିଜୁ ବାବୁ ଥିଲା ବେଳୁ ଆମେ ଫୁଲ ମାଳ ଦେଇଥିଲୁ ବିଜୁ ବାବୁ ବେକରେ, ଏଇ ଜାଗା ଉପରେ ଛୁଆଟେ ହେଇଥିଲୁ, ଫୁଲ ମାଳ ଦେଇଥିଲୁ। ସେଇ ଦିନଠୁ ଆମେ ଭାଇ ତାଙ୍କରି ଲୋକ ହିସାବରେ, ଦଳୀୟ ହିସାବରେ ଅଛୁ। ଆଉ ଆମେ ଆପଣ ପଞ୍ଚାୟତରେ ଲକ୍ଷ୍ମୀ ବସ୍ ଚାଲୁଛି? ଆଜ୍ଞା, ଆଉ ଆପଣଙ୍କ ଗାଁ ଯୋଉ ଲେଡିସ୍ ଯାଉଛନ୍ତି? ହଁ, ଯିଏ ଯେମିତି ଯିବା କଥା ଯାଉଛନ୍ତି, ଯାହାର ଦରକାର ଯାଉଛନ୍ତି। ଆଉ ଚାଲିଛି ଭଲ, ଏଥିରେ ଚାଲିଛି। ଆଉ ଯେମିତି ହବା କଥା ସେମିତି ଟାଇମ ଯାଉଛି, ଟାଇମରେ ଆଉଛି। ଏବେ ତାହେଲେ ସ୍ଥିର ସବୁ କରିଛନ୍ତି, ତ ନବୀନ ଦଉଛି, ଆଉ କିଏ? ସ୍ଥିର କରିଛନ୍ତି ଭୋଟଟା ଦେବେ? ସିଏ ଆଜ୍ଞା, ସେଇ ନବୀନ ବାବୁ, ଆଉ କେହି ନାହାନ୍ତି। ଧନ୍ୟବାଦ। ଆମର ଏ ନେକ୍ସଟ ବର୍ଷ ଯୋଉ 5 ବର୍ଷ ଭୋଟ ଆମେ ଦେଇଥିଲୁ କାହାକୁ କିନ୍ତୁ ଦେଇଥିଲେ? ପ୍ରଶାନ୍ତ ମୁଦୁଲିଙ୍କୁ ଦେଇଥିଲୁ। କଣ ବିକାଶ କିଛି କଲେନି? କିଛି ଆମେ ଏପର୍ଯ୍ୟନ୍ତ ଆମ ଗାଁରେ ଯାହାକୁ ପଚାରିବେ, ପ୍ରାୟ ଅଧେ ଲୋକ ତାଙ୍କୁ ଚିହ୍ନି ପାରିବେନି। ଆମେ ଭୋଟ ଦେଲା ବିଜେଡି କି ଦଉଛୁ, କିନ୍ତୁ ଦେଲେ ମଧ୍ୟ ତ ଏମିତି ଚାଲିଛି, ଏମିତି ଶୁଖିଲା ଶୁଖିଲାରେ ଚାଲିଛି। ଆଉ ଏଥରିକ ଭାବୁଛୁ, ଏଥରିକ ବୋଧେ ଅମରେନ୍ଦ୍ର ଦାସ ଠିଆ ହେଇଛନ୍ତି, ତେଣୁକରି ସେ ବି ବିଜେଡି ଦଳ ଥିଲେ ବୋଧେ, ତେଣୁକରି ଆମେ ତାଙ୍କୁ ଦବୁ ବୋଲି ସ୍ଥିର କରିଛୁ। ଆଉ ଦୋକାନ ଆମର ହେଇଗଲାଣି 32 ବର୍ଷ। ଆଉ ଏଇ ପିଲା ସହ ଏଇ ସଂସାର ଚାଲିଛି, ଏଇ ସଂସାର ଦୁଃଖ କଷ୍ଟରେ ଚାଲିଛି, ଆଉ ବହୁତ କଷ୍ଟ ହଉଛି ଟିକେ। ଆଉ କଣ କରିବୁ, ଏମିତି ଗରିବ ଲୋକ, ଏମିତି ପାନ ବିକିଛୁ, କେତେ ପଇସା ପାଇବୁ, ସେଇଥିରୁ ସେମିତି ଚଳିବା କଥା, କଷ୍ଟ ମଷ୍ଟେ ଆଉ। ଆଗକୁ ଇଲେକ୍ସନ ଅଛି, ଏଇ ଯୋଉ ମୂଲ୍ୟବାନ ଭୋଟଟା କାହାକୁ ଦେବେ ବୋଲି ସ୍ଥିର କରିଛନ୍ତି? ଏପଟେ ବିଜେପି ତରଫରୁ ଠିଆ ହେଇଛନ୍ତି ଅମରେନ୍ଦ୍ର ଦାସ, ସେପଟେ ବିଜେପି ତରଫରୁ ଠିଆ ହେଇଛନ୍ତି ପ୍ରଶାନ୍ତ ମୁଦୁଲି। କଂଗ୍ରେସ ଏପର୍ଯ୍ୟନ୍ତ ଫାଇନାଲ ହେଇନି। ମୂଲ୍ୟବାନ ଭୋଟଟା କାହାକୁ ଦେବେ ବୋଲି ସ୍ଥିର କରିଛନ୍ତି? ମୂଲ୍ୟବାନ ଭୋଟ କାହାକୁ ଦବୁ କଣ, ଆମେ ତ ଆମେ ହଉଛୁ ବିଜେଡି ଦଳର, ବୁଝିଲେ କି? ଆମ ହେତୁ ପାଇଲା ଦିନ ଆମେ ଭୋଟ ଦେଲା ବିଜେଡି କି ଦଉଛୁ, କିନ୍ତୁ ଦେଲେ ମଧ୍ୟ ତ ଏମିତି ଚାଲିଛି, ଏମିତି ଶୁଖିଲା ଶୁଖିଲାରେ ଚାଲିଛି। ଆଉ ଏଥରିକ ଭାବୁଛୁ, ଏଥରିକ ବୋଧେ ଅମରେନ୍ଦ୍ର ଦାସ ଠିଆ ହେଇଛନ୍ତି, ତେଣୁକରି ସେ ବି ବିଜେଡି ଦଳ ଥିଲେ ବୋଧେ, ତେଣୁକରି ଆମେ ତାଙ୍କୁ ଦବୁ ବୋଲି ସ୍ଥିର କରିଛୁ। ଆଉ କଣ ଦେଖିଲେ ଯେ ମାନେ ମୂଲ୍ୟାୟନ ଭୋଟଟାକୁ ଅମରେନ୍ଦ୍ର ଦାସଙ୍କୁ ଦେଲେ ଠିକ? କାହିଁକି ନା ଆମେ ଆଗରୁ ଆମର ଏ ନେକ୍ସଟ ବର୍ଷ ଯୋଉ 5 ବର୍ଷ ଭୋଟ ଆମେ ଦେଇଥିଲୁ କିନ୍ତୁ ପ୍ରଶାନ୍ତ ମୁଦୁଲିଙ୍କୁ ଦେଇଥିଲୁ।
କଣ ବିକାଶ କିଛି କଲେନି? କିଛି ଆମେ ଏପର୍ଯ୍ୟନ୍ତ ଆମ ଗାଁରେ ଯାହାକୁ ପଚାରିବେ ପ୍ରାୟ ଅଧେ ଲୋକ ତାଙ୍କୁ ଚିହ୍ନି ପାରିବେନି। ଯଦି ପ୍ରଶାନ୍ତ ମୁଦୁଲି ଆମ ଗାଁକୁ ଆସନ୍ତି ତାଙ୍କୁ ଅଧେ ଲୋକ ଚିହ୍ନି ପାରିବେନି। ନ ଆସିଲେ ତ ବିକାଶ କରୁଛନ୍ତି ନା ନା କିଛି କିଛି ଆମ କରିନା? ଗାଁରେ କଣ ବିକାଶ ହେଇଛି ଆମେ କିଛି ଆଜ୍ଞା କହିପାରିବୁନି ନା, ଆମେ ଗରିବ ଗୁରୁବା ପାଇଁ ତ କିଛି ହେଇନି ନା। ଆଉ କଣ ହେଇଛି କଣ ନାହିଁ ଆମେ କିନ୍ତୁ ଆଜ୍ଞା କହିପାରିବୁ ନାହିଁ। ହେଲେ ଏବେ କି ସ୍ଥିର କରୁଛନ୍ତି କାହାକୁ ଭୋଟ ଦେବେ? ଆମେ ଏବେ ସ୍ଥିର କରିଛୁ ଆମେ ଦବୁ ଅମରେନ୍ଦ୍ର ଦାସଙ୍କୁ ଦବୁ ଆଉ। ଆମ ପଞ୍ଚାୟତ ଆମ ପଞ୍ଚାୟତ ଯଶବନ୍ତପୁର।